ପୃଥିବୀରେ ଅସଂଖ୍ୟ ଧର୍ମ ଅଛି। ସେଥିମଧ୍ୟରୁ ହିନ୍ଦୁ ଧର୍ମ ଶ୍ରେଷ୍ଠତମ ବୋଲି ଅନେକ ଲୋକ କୁହନ୍ତି। ଅନେକ କୁହନ୍ତି ହିନ୍ଦୁ ଧର୍ମରେ 33 କୋଟି ଦେବାଦେବୀ ଅଛନ୍ତି, ସେମାନେ ଆମର ଭଗବାନ ବୋଲି କୁହନ୍ତି। ସେମାନେ ପୂଜା ବି କରନ୍ତି, ସେମାନେ ରଥ ବି ଟାଣନ୍ତି, ସେମାନେ ଗଣେଶକୁ ପୂଜା କରନ୍ତି, ସେମାନେ ସରସ୍ୱତୀକୁ ପୂଜା କରନ୍ତି, ସେମାନେ କୃଷ୍ଣଙ୍କୁ ମଧ୍ୟ ପୂଜା କରନ୍ତି। ଏହି ସ୍ତ୍ରୀ ଲୋକଟି ଯେତେବେଳେ ନିଜ ଜୀବନଟା ଭଗବାନଙ୍କ ଠାରେ ସମର୍ପଣ କରିଥିଲା, ସେ ଖ୍ରୀଷ୍ଟିଆନ ଧର୍ମରୁ ନୁହେଁ, ସେ ହିନ୍ଦୁ ପରିବାରରୁ ସେ ଆସିଛି। ତାଙ୍କ ଲାଇଫ୍ କେତେ ଭୟଙ୍କର ଭାବରେ ବିତିଥିଲା। ଏତେ ଦେବାଦେବୀ ଥିଲା ପରେ ବି ତାଙ୍କ ଜୀବନଟା ଶାନ୍ତି ନଥିଲା, ତାଙ୍କ ଲାଇଫ୍ରେ ଶାନ୍ତି ନଥିଲା। ସିଏ କ'ଣ ହେଲା, ଏମିତି କାମ ହେଲା ଯେ ତାଙ୍କ ଲାଇଫ୍ରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପାଖକୁ ଫେରିବାକୁ ବାଧ୍ୟ ହେଲା। ଆସୁ ଆମେ ସେଇ ବିଷୟରେ ଆମେ ଶୁଣିବା ଓ ଜାଣିବା। ଆପଣ ଆଜି କେଉଁ ଦୁନିଆରେ ଅଛନ୍ତି? ଯଦି ଆପଣ ଜଗତ ଭିତରେ ଅଛନ୍ତି, ତାହେଲେ ଆପଣ ଠିକ୍ ଜାଗାରେ ନାହାନ୍ତି। ଆପଣ ଯଦି ଜଗତ ଭିତରେ ବୁଡ଼ି ଯାଇଛନ୍ତି, ଜଗତର ମୋହ, ମାୟା, କ୍ରୋଧ, ବିଚାର ଭିତରେ ଯଦି ଆପଣ ପଶି ଯାଇଛନ୍ତି, ତାହେଲେ ଆପଣଙ୍କ ଜୀବନ ଏକା ଅଟେ। ଆପଣ ଏକାକୀ ନୁହନ୍ତି, କିନ୍ତୁ ଆପଣଙ୍କୁ ଲାଗେ ଯେ ମୁଁ ଏକା କାହିଁ ଠିଆ ହେଇଛି, ମୋତେ ଏକା କାହିଁ ଲାଗୁଛି। এই ଝିଅଟିର ଜୀବନ କେମିତି ପ୍ରକାର ଥିଲା? ତାଙ୍କ ପରିବାରରେ, ହିନ୍ଦୁ ପରିବାରରେ ସେ ଜନ୍ମ, ଆଉ କେତେ ସେ ଦେବାଦେବୀଙ୍କ ପୂଜା ଆରାଧନା ସେ କରି ଆସୁଥିଲା। ତାଙ୍କ ଲାଇଫ୍ରେ ଶାନ୍ତି ବୋଲି କିଛି ନଥିଲା, କିନ୍ତୁ ପ୍ରଭୁଙ୍କର ସାକ୍ଷାତ ହେବାର ତାଙ୍କର ଥିଲା। ସେ ଝିଅଟି କେତେ ପୂଜା ଆରାଧନା କରିଛି, କେତେ ନାଚ ମାଧ୍ୟମରେ ଅନେକ ଶିକ୍ଷା ଦେଇଛି, ସେ ଅନେକ ଦେବାଦେବୀମାନଙ୍କର ଡ୍ୟାନ୍ସ ବି ସେ କରିଛି। ତଥାପି ତାଙ୍କ ଲାଇଫ୍ରେ ଏକ ଶୂନ୍ୟତା ଦେଖାଯାଉଥିଲା। ସେ ଝିଅଟିର ପାୱାରରେ, ନାଚଟିରେ ମଧ୍ୟ ଝିଅମାନେ ଅନେକ ମଗ୍ନ ହୋଇଥିଲେ ଏବଂ ସିଏ ଅନେକ ଚେଷ୍ଟା କରୁଥିଲା ଯେ ମୁଁ କେମିତି ପ୍ରଭୁଙ୍କ ପାଖକୁ ପହଞ୍ଚିବି। କ'ଣ ଟାଇମ୍ ଆସିଲା, ତାଙ୍କ ଜୀବନ ଭିତରେ ଏକ ମରୁଡ଼ି ପରି ତାଙ୍କ ଜୀବନ ଆସିଗଲା। ତାଙ୍କ ନା କରେଣ୍ଟ ଅଛି, ତାଙ୍କ ଘରେ ନା ଖାଇବା ଅଛି, ନା ପିଇବା ଅଛି। ଏମିତି ଲାଇଫ୍ ତାଙ୍କ ଜୀବନରେ ଥରେ ଆସିଗଲା ଏବଂ ତାଙ୍କ ଲାଇଫ୍ରେ ଏକ ମହମବତୀ ଛଡ଼ା ଆଉ କିଛି ତାଙ୍କୁ ଦେଖାଯାଉନଥିଲା। ପ୍ରିୟମାନେ, ତାଙ୍କର ଭିତରେ ଯେଉଁ ପ୍ରେଗନେନ୍ସ ଥିଲା, ଆଉ ସେ ଟାଇମ୍ରେ ବି ସେ କେତେ କଷ୍ଟରେ ସେ ପିଲା ଜନ୍ମ କରିଥିଲା ଏବଂ କେତେ ଚ୍ୟାଲେଞ୍ଜ ଦେଇକି ସେ ଯାଇଥିଲା। ସେ ଟୋଟାଲ୍ ସେ କହୁଥିଲା ମୁଁ ଦେବାଦେବୀଙ୍କ ପାଖରେ ମୁଁ ଶରଣଗତ ହେବି। ସେ କେତେ ଲୋକ ତାଙ୍କୁ କହିଲେ, ତେଣୁକରି ସିଏ ଶେଷରେ ନିଜକୁ ଈଶ୍ୱରଙ୍କ ପାଇଁ ବା ଦେବାଦେବୀଙ୍କ ପାଇଁ, ଭଗବାନଙ୍କ ପାଇଁ ସମର୍ପଣ କରିଦେଇଥିଲା। ସେ ବାସ୍ତବରେ କେତେ ଭଲ ପାଉଥିଲା ଗୌତମ ବୁଦ୍ଧକୁ, ସେ ବହୁତ ଭଲ ପାଉଥିଲା। କାହିଁକି? ସିଏ ମୋର ପ୍ରଭୁ ବୋଲି ସେ ନେଇଥିଲା ଏବଂ ଅନେକ ଗଣେଶ ମୂର୍ତ୍ତିକୁ ମଧ୍ୟ ସେ ରଖିଥିଲା। ତାଙ୍କ ଲାଇଫ୍ରେ କେତେ ସେ ମୋର ଜୀବନରେ ପ୍ରଭୁ ଛଡ଼ା, ମୋର ଜୀବନରେ ଭଗବାନ ଛାଡ଼ି ଆଉ କିଏ ନାହିଁ ବୋଲି ସେ ପୂଜା କରୁଥିଲା। ଧର୍ମଶାସ୍ତ୍ରକୁ ସେ ଏକାଠି କରି ରଖୁଥିଲା। ତାଙ୍କ ଜୀବନରେ ସବୁବେଳେ ମୁଁ ଆଉ କିଛି ନାହିଁ ବୋଲି, ପ୍ରଭୁ ହିଁ ମୋର, ଦେବାଦେବୀ ସବୁ ମୋର, ସେମାନଙ୍କୁ ଛଡ଼ା ମୁଁ କିଛି ନାହିଁ ବୋଲି ସେ ନିଜକୁ ଭାବୁଥିଲା। କାଳକ୍ରମେ ସେ ସବୁ ମୂର୍ତ୍ତି, ସବୁ ଗୁଡ଼ିକ ପୂଜାର ଯେତିକି ଦେବାଦେବୀ ସେ ଜାଣିଛି ସମସ୍ତଙ୍କୁ କିଣିକି ନେଇ ଘରେ ରଖିଲା ଏବଂ ଶେଷରେ ତଥାପି ତାଙ୍କ ଜୀବନରେ ଶାନ୍ତି ଆସୁନଥିଲା। ତଥାପି ତାଙ୍କ ଜୀବନରେ ଗୋଟେ ଖାଲି ପଡ଼ିଯାଇଥିଲା। ସେ ଭାବୁଥିଲା ମୋ ଜୀବନରେ କ'ଣ ଏମିତି ଖାଲି ପଡ଼ିଛି, ମୁଁ ଜାଣିପାରୁନାହିଁ। ତଥାପି ସେ କଣ୍ଟିନ୍ୟୁ କରୁଥିଲା ପୂଜା କରିବା। ଯେତେ ବି ମୂର୍ତ୍ତି ଦେଖିପାରୁଛନ୍ତି ଆପଣମାନେ, ସବୁ ସେ ପୂଜା କରୁଥିଲା। ସେ କହୁଛନ୍ତି ମୁଁ ସବୁ ପୂଜା କରୁଥିଲି, ମୁଁ ସବୁ ଏମିତି ଅବସ୍ଥାରେ ଥିଲି, କିନ୍ତୁ ମୋ ପରି ଆଉ ଏମିତି କିଏ ନଥିବେ କି? ମୁଁ ମୋ ଲାଇଫ୍ରେ ଟୋଟାଲ୍ ମୁଁ ଭଗବାନଙ୍କ ପାଇଁ ସାରେଣ୍ଡର କରିଥିଲି, ଭଗବାନଙ୍କ ପାଇଁ ମୁଁ ନିଜକୁ ଡେଡିକେସନ୍ ଦେଇଥିଲି। ଆଉ ମୋ ପଛରେ ବି କେତେ ଲୋକ ଏମିତି ଥିଲେ। ଡେଡିକେସନ୍ ଗୋଟିଏ ଉଦ୍ଦେଶ୍ୟ ଯେ ଈଶ୍ୱରଙ୍କୁ ପାଇବା ଏବଂ ଶାନ୍ତି ପାଇବା। ସେ କେତେ ଯୋଗସୂତ୍ର କରିଛି, ସେ କେତେ ନିଜର ବ୍ୟାୟାମ କରିଛି, ସେ କେତେ ନିଜ ପାଇଁ ବା ଭଗବାନଙ୍କ ପାଇଁ ସେ ଡେଡିକେସନ୍ କରିଛି। ଯେତେ ହେଲେ ବି ତଥାପି ସେ ତାଙ୍କ ଲାଇଫ୍ ଭିତରେ ଏକ ଅଶାନ୍ତିର ବାତାବରଣ ସୃଷ୍ଟି କରୁଥିଲା। ସେ ଅନେକ ଦେବାଦେବୀଙ୍କ ପାଇଁ ନାଚ କରିଛି, ଅନେକ ଦେବାଦେବୀଙ୍କ ପାଇଁ ସେ ନିଜର ସାରେଣ୍ଡର କରିଛି, ଅନେକ ନାଚ କରିକି ସେ ଇନକମ୍ ବି କରିଛି, ଅନେକ ଦେବାଦେବୀଙ୍କ ପାଇଁ ଅନେକ କାମ ବି ସେ କରିଛି। ତଥାପି ଏହି ସ୍ତ୍ରୀ ଲୋକଟି ତାଙ୍କ ଜୀବନ ଭିତରେ ଏକ ଖାଲି ପଡ଼ିଥିଲା। ସେଇ ଖାଲି କ'ଣ ଅଟେ ଆମେ ଶେଷରେ ଜାଣିପାରିବା। କେବଳ ଆମେ ଏତିକି କରିବା ଦ୍ୱାରା ଏମିତି ହେବନି, କିନ୍ତୁ ଆମେ ଆହୁରି ଆମକୁ ଶିଖିବାକୁ ପଡ଼ିବ। ସେ ଝିଅଟି କହୁଛନ୍ତି ଯେ
ମୋ ଜୀବନରେ ଏତେ ତଥାପି ଭଗବାନଙ୍କ ପାଇଁ ଏମିତି ଥିଲି ତଥା ଗୋଟେ ସ୍ତ୍ରୀ ଲୋକଟି ତାଙ୍କର ପାୱାର ଦ୍ୱାରା ମୋତେ ଗୋଟେ ମନ୍ଦ ଶକ୍ତିକୁ ମୋ ଜୀବନରେ ପଶେଇ ଦେଲା। ଆଉ ସେ ମନ୍ଦ ଶକ୍ତି ମୋ ଜୀବନରେ ପଶେଇକି ମୋତେ ଏତେ ଟର୍ଚର କରିଛି। ମୁଁ ଭାବୁଥିଲି ଭଲ ଜିନିଷ ବୋଧେ ଏହା କହିକି ମୁଁ ଭାବୁଥିଲି, କିନ୍ତୁ ସେ ଏମିତି କାମ କରିଦେଲା ଯେ ଆମମାନଙ୍କର ସ୍ପିରିଟ୍କୁ ସେ ନେଇଗଲା। ସେଇ ମନ୍ଦ ସ୍ପିରିଟ୍କୁ, ଶୈତାନର ସ୍ପିରିଟ୍କୁ ମୋ ଭିତରେ ପଶେଇ ଦେଲା। ଏମିତି ସେ ସ୍ତ୍ରୀ ଲୋକଟି Some of them, if you are not good for Satan, he will not keep them for long. He will destroy their lives. He will just kick them out and the life is going to be destroyed. କେତେ ତାଙ୍କ ଜୀବନରେ ନଷ୍ଟ କରିଛି For those who ବର୍ଣ୍ଣନା କରୁଛି। ଦେଖିବା ଆସୁ ଆମେ are very strong and came from very deepest realms, ସେ he ଟାଟୁ ମଧ୍ୟ କରିଛି। ଟାଟୁ ଲଗାଇବା ଦ୍ୱାରା ସେ କଷ୍ଟ ପାଇଛି। ସେ ଟାଟୁ ଭିତରେ କେମିତି ପ୍ରକାର ଏ ବ୍ୟକ୍ତି ଜଣକ ଶୈତାନକୁ ପଶଉଛନ୍ତି ଏବଂ ତାଙ୍କର ସ୍ପିରିଟ୍କୁ, ଏ ଝିଅର ସ୍ପିରିଟ୍କୁ ସେ ନେଉଛନ୍ତି ଏବଂ ଶୈତାନର ସ୍ପିରିଟ୍କୁ ତାଙ୍କ ଭିତରେ ଏଣ୍ଟର କରୁଛନ୍ତି, ପ୍ରବେଶ କରାଉଛନ୍ତି ଏବଂ ଶୈତାନର ସ୍ପିରିଟ୍ ମାନେ ଆସି ତାଙ୍କର ଏଇ ଝିଅଟିର ଆତ୍ମାକୁ କେତେ ଟର୍ଚର କରୁଛନ୍ତି ଆପଣମାନେ ଦେଖିପାରୁଛନ୍ତି। ଏବେ କେତେ ଟର୍ଚର କରୁଛନ୍ତି। ଆପଣ ଗୁଣି ଶିଖନ୍ତୁ ବା ବିଦ୍ୟା ଶିଖନ୍ତୁ, ଯାହା ବି ଶିଖନ୍ତୁ ପ୍ରିୟମାନେ, ଆପଣ ଶେଷରେ ନର୍କକୁ ହିଁ ଯିବେ। ଆପଣମାନେ ଆହୁରି ଯଦି ଯେତେବେଳେ ଟାଟୁ କରୁଛନ୍ତି, ଏମିତିକା ଟାଟୁ କରୁଛନ୍ତି, ତାହେଲେ ଆପଣ ଜାଣନ୍ତି କି ପ୍ରିୟମାନେ କେମିତି ପ୍ରକାର ଟାଟୁ ଆମକୁ ନର୍କ ନେଇପାରେ। ଏ ଟାଟୁଟି ନର୍କ ନେଇପାରେ। ମୁଁ କେତେ ଧ୍ୟାନ କରିଥିଲି, ମୁଁ କେତେ ଭଗବାନଙ୍କ ଠାରେ ୟୁକେରେ ଯାଇକି ମଧ୍ୟ ମୁଁ କେତେ ଧ୍ୟାନ କରିଛି, ତଥାପି ମୋ ଜୀବନରେ ଅଶାନ୍ତି ଥିଲା ବୋଲି ଏ ସ୍ତ୍ରୀ ଲୋକଟି କହୁଛି। ବୁଦ୍ଧଙ୍କ ଦ୍ୱାରା ଶରଣାଗତ ହୋଇଥିଲା, ଏଠି କୃଷ୍ଣଙ୍କ ଦ୍ୱାରା ଶରଣାଗତ ହୋଇଥିଲା, ବୁଦ୍ଧଙ୍କ ଦ୍ୱାରା ପ୍ରଣାମ କରିଥିଲା, କେତେ ଯୋଗ ସେ କରିଥିଲା, ତଥାପି ବି ତାଙ୍କ ଜୀବନରେ ଏକ ଖାଲି ପଡ଼ିଆ ଦେଖାଯାଉଥିଲା। ଅଶାନ୍ତିର ବାତାବରଣ ଦେଖାଯାଉଥିଲା। ଅଶାନ୍ତି ଜୀବନ ତାଙ୍କ ଜୀବନରେ ଥିଲା। କେତେ ଧ୍ୟାନ ମଗ୍ନ କରିକି ଥିଲେ ବି, ଯେତେ ବି ତାଙ୍କ ଜୀବନରେ ଧ୍ୟାନ କରୁଥିଲେ ବି, ଯୋଗସୂତ୍ର କରୁଥିଲେ ବି, ତାଙ୍କ ଲାଇଫ୍ ଭିତରେ କେବଳ ଅନ୍ଧକାର ହିଁ ଦେଖାଯାଉଥିଲା। ହୁଏତ ଜଗତ ପାଇଁ ତାଙ୍କ ଜୀବନରେ ଶକ୍ତି ଦେଖାଯାଉଥିବ, ଆଲୋକ ଦେଖାଯାଉଥିବ, କିନ୍ତୁ ପ୍ରଭୁଙ୍କ ପାଇଁ ଗୋଟେ ଅନ୍ଧକାର ତାଙ୍କ ଜୀବନରେ ଥିଲା। ସେ ସ୍ତ୍ରୀ ଲୋକଟି ସବୁବେଳେ ମୋ ଜୀବନରେ ପ୍ରଭୁ ହିଁ ସବୁକିଛି ବୋଲି ସେ ଭାବୁଥିଲା। ଭଗବାନ ହିଁ ମୋର ସବୁକିଛି, ଦେବାଦେବ ହିଁ ସବୁକିଛି ବୋଲି ସେ ଭାବୁଥିଲା। କିନ୍ତୁ ଗୋଟେ ଟାଇମ୍ ଆସୁଛି ତାଙ୍କ ଜୀବନକୁ ପରିବର୍ତ୍ତନ ହେବା ପାଇଁ ଆସୁଛି। ପ୍ରିୟମାନେ, ଏଇ ସ୍ତ୍ରୀ ଲୋକଟି ତାଙ୍କ ଜୀବନଟା, ତାଙ୍କ ବଡ଼ି, ତାଙ୍କ ଶରୀର ଟୋଟାଲି ଭଗବାନଙ୍କ ପାଖରେ ସମର୍ପଣ କରିଥିଲା। ଶୈତାନ ସେ ଭଗବାନ, ଆପଣ ଯାହାକୁ ଭଗବାନ ବୋଲି କହନ୍ତି, ସେ ହେଉଛନ୍ତି ଇଭିଲ୍ ସ୍ପିରିଟ୍ ବୋଲି ଆପଣ ଜାଣନ୍ତି। ଆମର ବାଇବେଲ କୁହେ ଯେ, ଖ୍ରୀଷ୍ଟୀୟ ଧର୍ମୀୟ ବାଇବେଲ କୁହେ ଯେ, ସତ୍ୟ ବାଇବେଲ କୁହେ ଯେ ପ୍ରକାଶ କରେ 33 କୋଟି ଈଶ୍ୱର ନୁହନ୍ତି। ସେମାନେ ଦେବାଦେବୀ ଅଟନ୍ତି, ଅନ୍ଧକାର ଶକ୍ତି ଅଟନ୍ତି, ସେମାନେ ଫଲେନ୍ ସ୍ପିରିଟ୍ ମାନେ ଅଟନ୍ତି। ଆଗରେ ସ୍ୱର୍ଗରେ ଥିଲେ, ସେମାନଙ୍କୁ ତଳକୁ ଠେଲା ହେଇଛି, ସେମାନେ ଇଭିଲ୍ ସ୍ପିରିଟ୍ ମାନେ। ଆଉ ଏମିତି ପ୍ରିୟମାନେ ଜଗତର ଲୋକମାନଙ୍କୁ ଏମିତି କେଜ୍ କରିକି ରଖାଉଛି ବୋଲି ସେଇ ସ୍ତ୍ରୀ ଲୋକଟି ବର୍ଣ୍ଣନା କରୁଛି। ସେ ସ୍ତ୍ରୀ ଲୋକଟି କେମିତି ନିଜର ବଡ଼ିକୁ ଶୈତାନ ପାଖରେ ସେ ସମର୍ପଣ କରିଥିଲା, ନିଜର ଶରୀରକୁ ଶୈତାନ ହାତରେ ସମର୍ପଣ କରିଥିଲା, ଆଉ ତାଙ୍କ ଜୀବନ ଭିତରେ କେମିତି ପ୍ରକାର ଶୈତାନ ଦେଖାଯାଉଥିଲା ଏବଂ ଶେଷରେ ସେ ନର୍କ ପାଖକୁ ମଧ୍ୟ ସେ ନେଇକି ଯାଇଥିଲା। ତାଙ୍କ ଲାଇଫ୍ ଏକ ସୁନ୍ଦର ଭାବରେ ଥିଲା। ସତ କଥା, এই ଜାଗାରେ ଶୈତାନ ସବୁବେଳେ ସୁନ୍ଦରତାକୁ ଦେଖେଇକି ସେ ନେଇ ଆସେ, ଜଗତର ଜିନିଷକୁ ଦେଖେଇକି ନେଇ ଆସେ, ଜଗତର ବ୍ୟୁଟିଫୁଲକୁ ଦେଖେଇକି ମଣିଷକୁ ଟାଣିକି ନେଇ ଆସେ। এই ସ୍ତ୍ରୀ ଲୋକଟିକୁ ମଧ୍ୟ ସେ ସେମିତି ନେଇଥିଲା। ପ୍ରିୟମାନେ, ସେ କହୁଛନ୍ତି ମୋତେ ବି এই ଜଗତ ଭିତର ଟାଣିକି ମୋତେ ନେଇଥିଲା। ନା ସୂର୍ଯ୍ୟ, ନା ଚନ୍ଦ୍ର, ତାରାଗଣକୁ ମଧ୍ୟ ମୁଁ କେତେ ମାନିଛି, କେତେ ମୁଁ ପ୍ରଣାମ କରିଛି, ତଥାପି ସେମାନଙ୍କ ପାଇଁ ମଧ୍ୟ ମୋତେ ମୋର ତାଙ୍କ ଝିଅକୁ ମଧ୍ୟ ସେ ନିଜେ ବଳି ଦେଇଥିଲା। ସେ ତଥାପି ତାଙ୍କ ଲାଇଫ୍ରେ ଆନନ୍ଦ ନଥିଲା, ତଥାପି ତାଙ୍କ ଲାଇଫ୍ରେ ଖୁସି ନଥିଲା। ଏହି ସ୍ତ୍ରୀ ଲୋକଟି ବର୍ଣ୍ଣନା କରୁଛି ଯେ ମୋ ଜୀବନ ଭିତରେ ଖାଲି ଡାର୍କ ଦେଖାଯାଉଥିଲା ଏବଂ ମୁଁ ଏକା ମୁଁ ମିଶି ଯାଉଥିଲି। ମୋତେ ଜଣାପଡ଼ୁନଥିଲା ଯେ ମୁଁ କେଉଁଠି ଅଛି ବୋଲି। ତାଙ୍କୁ ଲାଗୁଥିଲା ମୁଁ ଗୋଟେ ଭଲ ପ୍ଲେସ୍ରେ ଅଛି ବୋଲି, ମୁଁ ଭଲ ଜାଗାରେ ଅଛି ବୋଲି ସେ ଭାବୁଥିଲା। କିନ୍ତୁ ସେ ଅନେକ ଭିଜନ୍ ବି ଦେଖନ୍ତି, ଅନେକ ସ୍ୱର୍ଗୀୟ ବିଷୟ ବି ଦେଖନ୍ତି, କିନ୍ତୁ ଯେଉଁ ଇଭିଲ୍ ସ୍ପିରିଟ୍ ମାନେ
ଅନ୍ଧକାର ଶକ୍ତିରେ ଅଛନ୍ତି ସେଇ ଭିତରେ ହିଁ ସେ ଦେଖୁଥିଲା, ଆଉ ଈଶ୍ୱରଙ୍କ ପାଖକୁ ସେ ଯାଇପାରୁନଥିଲା। ସେ କହୁଛନ୍ତି ମୋ ଜୀବନରେ କେତେ ମଧ୍ୟ ଭୁଲ କରିଛି। ଗୋଟେ ବିଲେଇକୁ ମଧ୍ୟ ସେ କିଣିକି ନେଇଥିଲେ, ଆଉ ସେଇ ବିଲେଇକୁ ଯେତେବେଳେ ସେ ଧରୁଛନ୍ତି ତା ପଛରେ ବି ଗୋଟେ ଅନ୍ଧକାର ଶକ୍ତି ଥିଲା। ସେ ବିଲେଇର ଆଖି ଭିତରେ ସେ ଯେଉଁ ବ୍ୟକ୍ତିଙ୍କ ପାଖକୁ ଯାଇକି ସେ ଟାଟୁ ବନେଇଥିଲା, ଆଉ ସେ ବ୍ୟକ୍ତି ପାଖକୁ ସେ ବ୍ୟକ୍ତି ଏଇ ବିଲେଇଙ୍କ ଆଖି ଭିତରେ ସେ ଦେଖାଯାଉଥିଲେ। ତାହେଲେ ଭାବି ଦେଖ, ଏଇ ସ୍ତ୍ରୀ ଲୋକଟି ଏମିତି ଜଗତର କ'ଣ କରିନାହିଁ, ଏମିତି ଜଗତର କେଉଁ ଜିନିଷ କରିନାହିଁ, ଖରାପ କାମ ଠାରୁ ଆରମ୍ଭ କରି ସବୁ କରିଛି। ତାହେଲେ ଆପଣ ଏମିତିକା ସ୍ତ୍ରୀ ଲୋକମାନଙ୍କୁ ଆପଣ ଘୃଣା କରିବେ କି? କିନ୍ତୁ ଶୈତାନ ମାଧ୍ୟମରେ ଶୈତାନ ଏଇ ଝିଅକୁ ବ୍ୟବହାର କରୁଥିଲା, ନିଜର ସ୍ପିରିଟକୁ ତାଙ୍କ ଭିତରେ ଏଣ୍ଟର କରିକି ଏମିତି କାମ କରୁଥିଲା। ତଥାପି ଏଇ ଝିଅଟି ନିଜ ଜୀବନରେ ଉଦ୍ଧାର ପାଇବା ପାଇଁ ସେ ପାଷ୍ଟର ଜନ୍ ଆନସିଙ୍କ ପାଖକୁ ସେ ଆସିଥିଲା। ଯେତେବେଳେ ପାଷ୍ଟର ଜନ୍ ଆନସିଙ୍କ ପାଖକୁ ଯେତେବେଳେ ଆସିଛି, ଆଉ ପାଷ୍ଟର ଜନ୍ ଖୋଲାଖୋଲି ତାଙ୍କୁ କହିଦେଲେ ଯେ ତୁମେ ଗୋଟେ ଗଣେଶ ମୂର୍ତ୍ତି ତୁମ ପିଠିରେ ତୁମେ ତିଆରି କରିଛ, ଆଙ୍କିଛ। ସେ ସ୍ତ୍ରୀ ଲୋକଟି ସେ କାନ୍ଦିଲେ, ସେ କହୁଛନ୍ତି ହଁ ମୁଁ ଏହା ରୋମାନଙ୍କୁ ଯାଇକି ସେ ଆଙ୍କିଛି, ବହୁତ କଷ୍ଟଲି ପଇସା ଦେଇକି ବା କଷ୍ଟଲି ଟଙ୍କା ଦେଇକି ଏ ଟାଟୁଟିକୁ ମୁଁ କ'ଣ ବନେଇଛି। ମୋତେ କୁହାଗଲା ଯେ ଏମିତିକା ଟାଟୁ ଯଦି ତୁମେ ବନେଇବ ତାହେଲେ ଆଉ ଗଣେଶ ତୁମ ଭିତରେ ରହିବେ, ଗଣେଶ ତୁମ ଜୀବନରେ ରହିବେ, ତୁମର ବାହାରେ ଯିବାର ସବୁ କ୍ଷେତ୍ରରେ ସେ ତୁମର ସହିତ ରହିବେ, ତୁମର ଟଙ୍କା ପଇସା ଧନ ସମ୍ପତ୍ତି କେବେ ବି ତୁମର କମିବ ନାହିଁ। ସେ ଝିଅଟି ତଥାପି ଆଇଡଲମାନଙ୍କୁ ପୂଜା କରୁଥିଲା। କାଳକ୍ରମେ ତାଙ୍କ ଜୀବନରେ ଅଶାନ୍ତି ବାତାବରଣ ଆସିଥିବାରୁ ସେ ଥରେ ଉପାସନା ମାଧ୍ୟମକୁ ବା ଚର୍ଚ୍ଚକୁ ଯାଇଥିଲେ ଏବଂ ଫେରିଲା ପରେ ଆଉ ସିଏ କ'ଣ ଟୋଟାଲ ମୂର୍ତ୍ତିମାନଙ୍କୁ ସବୁ ବିଦାୟ ଦେଇଥିଲେ, ଟୋଟାଲ ଫୋପାଡ଼ି ଦେଇଥିଲେ ଯେତେ ମୂର୍ତ୍ତିମାନଙ୍କୁ ସେ କିଣିକି ନେଇଥିଲେ। ଆଉ ଯେତେବେଳେ ସତ୍ୟତାକୁ ଜାଣିଗଲେ, ଯୀଶୁ ହିଁ ସତ୍ୟ ବୋଲି ଯେତେବେଳେ ସେ ସ୍ତ୍ରୀ ଲୋକଟା ଜାଣିଗଲା, ଆଉ ସେତେବେଳକୁ ଟୋଟାଲ ମୂର୍ତ୍ତିକୁ ଫୋପାଡ଼ି ଦେଇଥିଲେ। ଟୋଟାଲ ମୂର୍ତ୍ତିକୁ ଫୋପାଡ଼ି ଦେଲା ପରେ ସେ ପ୍ରଭୁଙ୍କ ପାଖକୁ ଆସିବା ଶିଖିଲେ। ଆଉ ମୋ ଜୀବନରେ ମୋତେ ପ୍ରଭୁ ଦରକାର, ମୋ ଜୀବନରେ ଗୋଟେ ଶାନ୍ତି ଦରକାର, ମୋ ଜୀବନରେ ଗୋଟେ ଆରାଧନା ପରମେଶ୍ୱର ମୋତେ ଆବଶ୍ୟକ ବୋଲି ସେ ସବୁବେଳେ ନିଜକୁ ସେ ସମର୍ପଣ କରୁଥିଲା। ଏବଂ ସେ ସବୁବେଳେ ଚେଷ୍ଟା କରୁଥିଲା ମୋତେ କିଏ ଅଛି ଏମିତି ମୋତେ ଉଦ୍ଧାର କରିବ, ମୋତେ କିଏ ଅଛି ବୋଲି ଉଦ୍ଧାର କରିବ। ସେ ଚର୍ଚ୍ଚକୁ ଯାଇକି ସେ କହିଲା ସେଠି ମୋତେ ମୋ ପାଇଁ ପ୍ରେୟାର କର, ମୋ ଜୀବନରେ ଅନେକ କଷ୍ଟ ହେଉଛି, ଦୁଃଖ ହେଉଛି, ତଥାପି ମୋ ଜୀବନରେ ପ୍ରେୟାର କର। ସେ ତଥାପି ପ୍ରଭୁଙ୍କ ପାଖକୁ ସେ ଝିଅଟି ଫେରି ଆସିଲା। ଖାଲି ଫେରିଲେ ହେଉନାହିଁ, ତାଙ୍କ ଜୀବନ ଅନେକ ପ୍ରାର୍ଥନା ମଧ୍ୟ କରାଗଲା, ତଥାପି ତାଙ୍କ ଲାଇଫରେ ଯେତେ ବି ସେ ମନ୍ଦ କାମ କରିକି ଆସିଛି ସେଗୁଡ଼ାକ ତାଙ୍କ ଜୀବନରେ କେବେ ବି ଛାଡ଼ିଲା ନାହିଁ, ତାଙ୍କ ଲାଇଫକୁ ଆସିଲା ନାହିଁ। ଶେଷରେ ପାଷ୍ଟର ଜନ୍ ଆନସିଙ୍କ ପାଖକୁ ଯେତେବେଳେ ସେ ସ୍ତ୍ରୀ ଲୋକଟି ଆସିଛି ଏବଂ ନିଜର ପାପକୁ ସ୍ୱୀକାର କରିଛି, ଲର୍ଡ ଆଇ ଏମ୍ ସରି, ଫରଗିଭ୍ ମାଇ ସିନ୍, ଯେତେବେଳେ ସେ ନିଜକୁ ଟୋଟାଲ ପ୍ରଭୁଙ୍କ ଠାରେ ସମର୍ପଣ କରୁଛି, ସେ ପାଗଳା ଭଳି ହେଇଯାଇଛି। ତାଙ୍କ ଲାଇଫ୍ ଟୋଟାଲି ଡ୍ରିମିଂ ଲାଇଫ୍ଟା, ତାଙ୍କ ଲାଇଫ୍ ଟୋଟାଲି କ'ଣ ନଷ୍ଟ ହେଇଗଲା ପରି ସେ ଲାଗୁଛି। ଯେତେବେଳେ ଜନ୍ ଆନସିଙ୍କ ପାଖକୁ ଯେତେବେଳେ ସେ ସ୍ତ୍ରୀ ଲୋକଟା ଆସୁଛି, ପ୍ରଭୁ ତାଙ୍କୁ ସ୍ପର୍ଶ କଲେ, ଏଇ ଦାସଙ୍କ ମାଧ୍ୟମ ଦେଇକି, ଭବିଷ୍ୟତ ବକ୍ତାଙ୍କ ମାଧ୍ୟମ ଦେଇକି ତାଙ୍କୁ ସ୍ପର୍ଶ କଲେ, ତାଙ୍କୁ ଛୁଇଁଲେ, ଯଦ୍ୱାରା ପ୍ରଭୁ ତାଙ୍କୁ ଆଜାଦ କରିଛନ୍ତି। ଆଜି ଆପଣ ଯଦି ଆଜାଦ ପାଇବା ପାଇଁ ଚାହାନ୍ତି, ତେବେ ଆସୁ ଆମେ ସମସ୍ତେ ପ୍ରଭୁଙ୍କ ପାଖକୁ ଯିବା ଶିଖିବା, ଯୀଶୁଙ୍କ ପାଖକୁ ଯିବା ଶିଖିବା। ନହେଲେ ଜଗତ ଆପଣଙ୍କୁ ଡେଷ୍ଟ୍ରୟ କରିବ, ଜଗତ ଆପଣଙ୍କୁ ବିନାଶ କରିବ, ଜଗତ ଆପଣଙ୍କ ଜୀବନକୁ ଖାଇଦେବ, ପ୍ରଭୁଙ୍କ ପାଖକୁ ଯିବା ପାଇଁ ଦେବ ନାହିଁ। ଏହି ସ୍ତ୍ରୀ ଲୋକଟି ସବୁ ସଜାଡ଼ି କରିକି ଜନ୍ ଆନସିଙ୍କ ପାଖକୁ ସେ ଏରୋପ୍ଲେନ୍ରେ ଯାଇଥିଲା। ଗଲା ପରେ ସେଠି ମିଟିଂରେ ଆଟେଣ୍ଡ କଲା ପରେ ପ୍ରଭୁଙ୍କର ଦାସ ତାଙ୍କୁ ଡାକିଲେ, ତାଙ୍କୁ ଛୁଇଁଲେ, ତାଙ୍କୁ ସ୍ପର୍ଶ କଲେ। ତାଙ୍କ ଜୀବନରେ ଯାହା ବି ହେଇଛି ସବୁ ତନ କରିକି ଯେତେ ସ୍ପିରିଟ୍ ମାନେ ତାଙ୍କ ଜୀବନରେ ଥିଲେ, ସବୁ ସ୍ପିରିଟ୍ ମାନେ ତାଙ୍କ ଲାଇଫ୍ ଠାରୁ, ତାଙ୍କ ଜୀବନ ଠାରୁ ଟୋଟାଲ ବାହାରି ଗଲେ। ହାଲେଲୁୟା, ଗୌରବ ପାଉ, ପରମେଶ୍ୱର ଗୌରବ ପାଆନ୍ତୁ, ପ୍ରଭୁ ଯୀଶୁ ଗୌରବ ପାଆନ୍ତୁ। ତାଙ୍କ ଜୀବନରେ ଏମିତି ପ୍ରକାର ଥିଲା, ତାଙ୍କ ଜୀବନରେ ଯେତେ ଟାଟୁ ବନେଇଥିଲା। ଦେଖନ୍ତୁ ଏ ଜାଗାରେ ଆଉ ପାଷ୍ଟର ଜନ୍ ଆନସିକେ ଗୋଟେ କେମିତି କ୍ଲୋଜ୍ କରୁଛନ୍ତି ତାଙ୍କ ଜୀବନରେ ଯେଉଁ ଡୋର୍ ଖୋଲା ହେଇଥିଲା ସେଇ ଡୋର୍କୁ ସେ କେମିତି ବନ୍ଦ କରୁଛନ୍ତି। ଦେଖନ୍ତୁ, ଯେଉଁ ଟାଟୁରେ ସିଏ ଟାଟୁ ବନେଇଥିଲା ସେ ଜାଗାରେ ଅଭିଷିକ୍ତ ଅଏଲ୍କୁ ସେ ମାଖୁଛନ୍ତି ଏବଂ ସେ ପ୍ରେୟାର କରୁଛନ୍ତି ଯେ କ'ଣ ଏଇ ଡୋର୍ ଯୀଶୁ ନାମରେ କ୍ଲୋଜ୍ ହଉ,
जोटा शैतान ओपन करथिला सेई डोर सेई बिंदु सेई डोर यीशु नाम रे बंद हो बोली क्लोज हो बोली से प्रार्थना कर दउछंती। हालेलुया। आपन को मध्य जीवन रे एमिति आपन को जीवन रो टोटल डोर को से क्लोज करि आवश्यक। एडी नरकर द्वार को से बंद कर देले एई बाटो दे कि से नरक नेबो एई बाटो दे कि स्पिरिट मान आसीबे एई बाटो दे कि से आसीबे। प्रभु जीसु केंती गोटे धूली रे लेकुथिले पास्टर जना आनुसिके मध्य तांको देह रे से लेकुछंती आजि ठारू अंधकार शक्ति तू एई जगह दे प्रवेश करिबु नाही शैतान शक्ति तू प्रवेश करि पारिबु नाही। आ गोटे जगह को मधे से देखौछंती हातरे भी से गोटे टाटू बनैथिला। आपण माने टाटू बनाउछंती जदी ताहाले बी केयरफुल सावधान हेबा आवश्यक अटे। से टाटू भितरे भी इविल्स माने आसिके बसंती शैतान रो स्पिरिट माने आसिके बसंती। ए झियो भितरे केते ना केते कष्ट सहिछि केते ना केते दुख सहिछि तथापि देखुछदी ओम बोली गोटे लिखि देछि से ओम चित्रटी बा से गौतम बुद्धंकर बा जो हिंदू परिवार बा हिंदू धर्मर जो देवादेवी मानकर से आंकिछि सी जगह भितर भी जो स्पिरिट मान आसिक बसंती। एटी आमे देखि पारुछु जे पास्टर जन आनौसिके अनॉइंटिंग ऑयल को सेठी व्यवहार करूछंती से छुँछंती एवं प्रार्थना करूछंती। से एमिति प्रार्थना करूछंती जे से टोटाल तांको लाइफ रे जेते भी शैतान पाई ओपन हो जाइछि डोरटा ताहाको से बंद करूछंती प्रार्थना रे लेखी करिकि से बंद करूछंती। आजि ठारू एई जगह को शैतान तू आसी पारिबु नाही ए जगह तो पाई आज बंद नरक बंद बा तुमे आउ ए जगह रे तुमे प्रवेश करि पारिबो ही नाही। जेतेले पास्टर जन आहुरी मध्य से तांको पाई करूछंती आ को जगह रे से टाटू बनैछि से जगह गुडी करे मध्य से कोन छुई की प्रार्थना करूछंती। एबे आपण देखि पारछंती ए गोड़ भितरे गोड़रे भी से गोटे टाटू बनैछि आपण देह रे जो जगह रे भी बनैछंती टाटू बनैछंती ताहाले आपण शैतान को जगह दैछंती शैतान को आपण स्थान दैछंती शैतान को आपण निजर लाइफ को दैछंती शैतान को आपण निजर बॉडी को दे दैछंती शैतान को आपण निजर टोटाल को दे दैछंती। प्रिय माने जदि आपण टाटू बनैछंती ताहाले प्रभुଙ୍କ पाखु फेरंतु ए जगह ठारू दूर हे प्रभुଙ୍କ पाखु फेरिबा सिखंतु। ए स्त्री लोकटी निजर जीवन को केते बितेइथिला तीनटा बिंदु द्वारा केमती प्रकार कॉस्टली टंका देकी लिखे मशरूम छतु माध्यम पुणी एई झीटीर टाटू बनाइथिला गड़े से गड़ भितर भी शैतान आसुथिला प्रवेश करथिला। पास्टर जॉन बा भविष्यत वक्ता से अनॉइंटिंग ऑयल पकईकी से गड़ को छुँछंती आ प्रेस करछंती आजि ठारू शैतान तू एई देह भितरे रही पारिबु नाही एई देह भितरे तू प्रवेश करि पारिबु नाही। एई गड़ को मु छुँछि प्रार्थना करुछि यीशु नाम रे ए गड़ रो अंधकार शक्ति पाई ओपन हेतिला ताहा बंद हो ताहा क्लोज हो यीशु नाम रे यीशु को रक्त रे क्लोज हो। पास्टर जन आनुसिक जेतेले एमिति प्रार्थना करथांती आ गोटे तांको देखेले दृश्यटी देखा गला पिठी देखेले जितले पिठी देखौछंती से पिठी भितर भी गोटे टाटू अच्छी आपन देखले आश्चर्य होइजिबे भयंकर टाटू गोटे तांको पछपट अच्छी। एटा आपन के जानती जो मैंने गणेश पूजा करती आपन गणेश पूजा करते कि गणेश को मानते कि ताहले गणेश भी ईश्वर नुहंती गणेश भी डेभिल अटंती गणेश भी मंद स्पिरिट अटंती गणेश मध्य देवता नुहंती जे आमनकर देव मानकर देव प्रभु जीशु सत्य ही अटंती किंतु एई गणेश सत्य नुहंती। ए स्त्री लोकटी तांको पिठी रे भी आउ आंकी थिला गणेश मूर्ति। पास्टर जन आनसिके से क्लोज आखि बंद करी देखि पारछंती अनॉइंटिंग ऑयल तांको भितर से छाडुछंती आउ एटी अनॉइंटिंग ऑयल प्रेयर करा हिथिबा ऑयल
ଯୀଶୁଙ୍କ ପାଖରେ ଶରଣାଗତ ସମର୍ପଣ କରିଥିବା ଅଏଲ୍କୁ ଯେତେବେଳେ ଢାଳୁଛନ୍ତି ସେଇ ଟାଟୁ ଉପରେ ଏବଂ ପାଷ୍ଟର ଜନ୍ ଆନୌସିକେ ତାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି। ଟୋଟାଲ ସେ ଝିଅକୁ ସୂଚୀକରଣ କରିବା ଆବଶ୍ୟକ ଅଟେ। ଯେତେବେଳେ ପାଷ୍ଟର ଜନ୍ ଆନୌସିକେ ସେଇ ମୂର୍ତ୍ତିର ବା ସେଇ ଟାଟୁର ଯେତେବେଳେ ସେ ହାତ ଛୁଇଁକି ସେ ଘଷୁଛନ୍ତି, ଇଭିଲ୍ ସ୍ପିରିଟ୍ ମାନେ ପାଷ୍ଟର ଜନ୍ ଆନୌସିକକୁ କହୁଛନ୍ତି ଯେ ମାନେ ଆମକୁ ଏମିତି କଷ୍ଟ ଦିଅ ନାହିଁ, ଆମକୁ ବାହାର କର। ଆପଣ ଯେତେବେଳେ ଶୁଣିବେ ଏଇ ଭିଡ଼ିଓର ଟୋଟାଲ କମ୍ପ୍ଲିଟ୍ ଶୁଣିବେ, ଆପଣ ଜାଣିପାରିବେ ଏ ସ୍ତ୍ରୀ ଲୋକଟି ଯେତେବେଳେ ଟାଟୁ ବନେଇଥିଲା, এই ଟାଟୁ ଭିତରେ ଯେ ସ୍ପିରିଟ୍ ଥିଲା ତାହା ଯୀଶୁ ନାମରେ ବାହାରିଗଲା। ସେ ପାଷ୍ଟର ଜନ୍ ଆନୌସିକ ସେ ଇନ୍ ଦ ନେମ୍ ଅଫ୍ ଜିସସ୍ କ୍ରାଇଷ୍ଟ ଦିସ୍ ଗେଟ୍ ୱିଲ୍ ବି ବନ୍ଦ ଇନ୍ ଦ ନେମ୍ ଅଫ୍ ଜିସସ୍। ସବୁ ଯୀଶୁ ନାମରେ ବନ୍ଦ ବୋଲି ସେ ପ୍ରାର୍ଥନା କରୁଛନ୍ତି। ଟୋଟାଲ ବନ୍ଦ କରିଦେଲେ। ହାଲେଲୁୟା। ଓ ମାଇ ଗଡ୍, ହାଲେଲୁୟା। Thank you Lord, thank you Master, thank you Holy Spirit Lord. Hallelujah. Barabasete o rekhata sata. Hallelujah. ଆପଣ ଯଦି ଏମିତି ପୂଜା କରୁଛନ୍ତି, ପ୍ଲିଜ୍ ଆଜିଠାରୁ ରିମୁଭ୍ କରନ୍ତୁ, ଆଜିଠାରୁ ଛାଡ଼ନ୍ତୁ। କେବଳ ଯୀଶୁ ହିଁ ସତ୍ୟ ଅଟନ୍ତି, କେବଳ ଯୀଶୁ ହିଁ ପଥ ଅଟନ୍ତି, କେବଳ ଯୀଶୁ ହିଁ ଜୀବନ ଅଟନ୍ତି, କେବଳ ଯୀଶୁ ହିଁ ଏକମାତ୍ର ସତ୍ୟ ସନାତନ ଅଟନ୍ତି। ତାଙ୍କ ଛଡ଼ା ଆଉ ଦ୍ୱିତୀୟ କିଏ ନାହିଁ। ଯୀଶୁ ହିଁ ଏକମାତ୍ର ଜୀବିତ ଅଟନ୍ତି। ଏ ଝିଅକୁ ଏମିତି ପ୍ରାର୍ଥନା ସବୁ କଲା ପରେ ସେ ଝିଅ ସେ ଜାଗାରୁ ମୁକ୍ତ ପାଇଲା। ସେ ଝିଅଟି ମୁକ୍ତ ପାଇଲା। ଟୋଟାଲ ସେ ମୁକ୍ତ ପାଇଲା। ଟୋଟାଲ ସେ ନିଜ ଜୀବନଟା ଆଗରୁ ଯେଉଁ ଶୈତାନ ପାଖରେ ଥିଲା, ସେ ଶୈତାନ ଠାରୁ ବାହାର କରିକି ଟାଣି ଆଣିକି ଏବେ ଯୀଶୁଙ୍କ ହାତରେ ଦେଇଦେଲା। ଯେତେବେଳେ ସେ ଝିଅଟି ନିଜ ଜୀବନଟା ଯୀଶୁଙ୍କ ହାତରେ ଯେତେବେଳେ ଦେଇଦେଲା, ପାଷ୍ଟର ଜନ୍ ଆନୌସିକ ଯେତେବେଳେ ସବୁ ଅନ୍ଧକାର ଶକ୍ତି ଯୋଉଠି ପ୍ରବେଶ କରୁଥିଲା ଟାଟୁ ଭିତରେ ସବୁ ବନ୍ଦ କରିଦେଲେ। ଯେତେବେଳେ ବନ୍ଦ କରିଦେଲେ, ଆଉ ସ୍ୱର୍ଗୀୟ ପରମେଶ୍ୱର, ହାଲେଲୁୟା, ସ୍ୱର୍ଗୀୟ ପାୱାରଫୁଲ୍ ଏଞ୍ଜେଲ ମାନେ ଆଙ୍କର ପ୍ରୋଟେକ୍ସନ୍ କରିବା ଆରମ୍ଭ କଲେ। ଏ ଝିଅଟିର ପ୍ରୋଟେକ୍ସନ୍ କରିବା ଆରମ୍ଭ କଲେ। ଏ ଝିଅଟି ହେ ମୋର ପ୍ରଭୁ, ହେ ମୋର ଈଶ୍ୱର ବୋଲି ସେ ନିଜକୁ ଗ୍ରହଣ କଲା ଏବଂ ଦୁଷ୍ଟ ଶକ୍ତିମାନଙ୍କ ସହିତ ଯୁଦ୍ଧ କରିବା ପାଇଁ ତାଙ୍କୁ ଶକ୍ତି ଦିଆଗଲା। ଆପଣମାନେ ଚାହାନ୍ତି କି ସେ ପ୍ରଭୁଙ୍କର ଶକ୍ତି ପାଇବା ପାଇଁ, ସେ ଯୀଶୁଙ୍କର ଶକ୍ତି ପାଇବା ପାଇଁ? ସେ କହୁଛନ୍ତି ମୋ ଜୀବନରେ ମୁଁ କେତେ କଷ୍ଟ ଥିଲି, ମୋ ଜୀବନରେ ମୋତେ ଆନଣ୍ଟିଂ ଦିଆଗଲା। ଯେତେବେଳେ ପ୍ରଭୁଙ୍କର ଶକ୍ତି ମୋ ଜୀବନ ଭିତରେ ଆସିଲା, ଜନ୍ ଆନୌସିକ ଆଜ୍ଞା ଯେତେବେଳେ ମୋ ଜୀବନ ଭିତରେ ସବୁ ଟାଟୁକୁ ବନ୍ଦ କରିଦେଲେ, ଅନ୍ଧକାର ଶକ୍ତି ଏଇ ଭିତରେ ଆସୁଥିଲା। ଯେତେବେଳେ ପାଷ୍ଟର ଜନ୍ ଆନୌସିକ ଏ ଝିଅ ପାଇଁ ବ୍ଲେସିଂ ପାଇଁ ତାଙ୍କ ପାଇଁ ପ୍ରାର୍ଥନା କରାଗଲା। ପ୍ରାର୍ଥନା ଯେତେବେଳେ କରୁଛନ୍ତି, ଆସୁ ଆମେ ସେ କ'ଣ ପ୍ରାର୍ଥନା କରୁଛନ୍ତି ଆମେ ସେ ବିଷୟରେ ଆମେ ଆଜି ଟୋଟାଲ ଶୁଣିବା, ଜାଣିବା। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ଥ୍ୟାଙ୍କ ୟୁ। ଗଡ୍ ବ୍ଲେସ୍ ୟୁ। Wherever you are tonight, if you're watching, wherever you're watching from, this woman has been through a lot. She has suffered. She made terrible mistakes. She was the one who gave her soul to Satan. She was the one who consented. She was the one who sold her soul. I want you to please pray for something. Pray for the forgiveness of her sin, that the Lord will be gracious unto her. I forgive you, woman. Thank you, Jesus. Your sins are forgiven. Thank you. Now, I want us to stretch our hands towards her. Please, if you're watching tonight, wherever you are watching, this woman will be used by God as she was a four portals to Satan. She will be a portal of heaven. Amen. She will be a weapon in the hand of God. Amen. In the name of Jesus Christ. Amen. Now stretch your hands right now. Begin to pray in the Holy Ghost for her. Pray. Wherever you are, pray for her quickly. That the cash got the hand. That the ocean that the varuda shivashed. Please intercede for this woman. Her deliverance
is deliverance of many. Oh God, have mercy upon her. Show her your mercy. The same way you changed the life of Saul, change her life. The same way you use Saul, oh Lord, use her, Lord. You changed Saul into Paul, and he became an apostle of Jesus Christ. Let this woman be an apostle of deliverance, crushing and destroying the gates of hell, delivering young women, young men from occultism. In the name of Jesus the Christ. Lord, bless a seal of fire, a seal of defense, a seal of fortress, a seal of refuge, a seal of righteousness, a seal of salvation. That she belongs to you, Jesus. She belongs to you, Jesus. She belongs to you, Jesus. Please, please, sons of God, don't stop, don't stop, don't stop. Rihila parodo shuvararia. Gerina mandorodo shusayada. Don't stop. We need to pray more. We need to pray more. Jesus is saying, keep praying, please. Wherever you're watching, join us, join us. This is one powerful gates of hell that we are closing right now. Jesus says, I will build my ecclesia, and the gates of hell shall not prevail. The hour has come. We have 4 gates of hell that we are destroying right now. We are closing these 4 gates of hell. Oh, Rahila Sibarada, Rahila Barada Subradasa. The covenants of darkness are broken. The covenants of darkness are broken. By the blood of Jesus Christ, we sink her, we immerse her, we baptize her in the ocean of the blood of Jesus Christ. We decree and declare the seal of the blood. We declare the seal of the blood over her life. Rimando brodos safrihina bashas. Yenos uparudas inavaras. Thank you, Lord Jesus. Thank you, Lord Jesus. Thank you, Lord Jesus. Bring up. Bring up. She's in the spirit, okay? Just hold her. Shall I have to eat a forest? I place the seal of this oil. I anoint you and I set you apart for Christ alone, for Jesus alone. Jesus alone. Your soul, your body, your mind, your spirit belongs to Jesus the Christ. I dedicate you unto the Lord Jesus the Christ. I dedicate you to Yeshua, the Son of the living God, the Messiah, Yes. Jesus of Nazareth, Yes. the one that died on the cross of Calvary, the one that went to the grave, and in the 3rd day he came out of the grave and ascended to the 3rd heavens, seated at the right hand of the Father. It is he that I dedicate you unto, Jesus Christ, the everlasting Father, our God, our Savior. All your entire life belongs to him. Satan from this day forward will never have any claim on you. Amen. Your soul has been restored. Amen. Your mind has been restored. Amen. I put the seal of the blood of Jesus. Send it forth. Kun us offer. Minute ost as all in a ferret. Smini. Omen as aninagada. For thou shalt be used of the Lord. Thou shalt be a weapon
powers. You shall ascend into the moons, into the stars, and release those under the cage of darkness. Thou shalt go into all those dimensions of darkness where Satan used you to draw souls into, and you shall be a weapon of freedom for hundreds of thousands of people. For I shall see you in a crusade. I see her in a crusade, preaching and delivering people. Amen, Papa. Thank you, Raw Jesus. power, raw deliverance. Thank you, Jesus. They shall eat at all Thank you, Abba Father, thank you for your love. Thank you, Thank Lord. you that you return Stop. and take me back. Thank you. She's busted up with praise. That's it. Thank Give you. Jesus a big hand of praise, sons of God. Thank you. I will rejoice with all my heart. I will be your Lord. I will love you with all my heart. No one loves you before Jesus. You are my husband from the beginning till the end. I have assignment of love with you. No one can take this love. No one can take what the Abba Father creates. Thank you, Father. Holy Spirit, you are so It's over. I thank you,